ଦର୍ଶକ ବନ୍ଧୁ, ଗୋ ଚାଲାଣରେ ଲାଗି ପାରୁନି ବ୍ରେକ୍। ନୂଆ ନୂଆ ତରିକାରେ ଗୋ ଚାଲାଣ କରୁଛନ୍ତି ଗୋ ମାଫିଆ ମାନେ। କିନ୍ତୁ ଆଜି ଏଭଳି ଏକ ନୂଆ ତରିକାରେ ଦେଖିବାକୁ ମିଳିଛି, ଯାହାକି ଆମେ ଦେଖୁଛେ। ଏଇ ଯୋଉ ଚିତ୍ର ଦେଖୁଛନ୍ତି, ଇଏ ହଉଛି ଭଦ୍ରକ ଜିଲ୍ଲାର ବାରିକପୁର ଛକ, ଯେଉଁଠି ଗୋ ଚାଲାଣ ଚାଲୁଛି। ଗୋ ଚାଲାଣ ବେଧଡକ ଭାବରେ ଏକ ପେଟ୍ରୋଲ ଟ୍ୟାଙ୍କର ଭିତରେ କିଭଳି ଭାବରେ ନିଆଯାଉଥିଲା, ତାକୁ ମାଡ଼ି ବସିଛନ୍ତି ଗୋ ସେବକ, ଯାହାକି ଆମେ ଦେଖୁଛ। ଇଏ ସେଇ ଚିତ୍ର ଯାହାକି ରହିଛି ଭଦ୍ରକ ଜିଲ୍ଲାର। ଗୋ ଚାଲାଣର ବ୍ରେକ୍ ଲାଗି ପାରୁନି, ଯାହାକି ପୋଲିସ ଡାଳେ ଡାଳେ ଗଲେ ମଧ୍ୟ ପତ୍ର ପତ୍ର ଯାଉଛନ୍ତି ଗୋ ମାଫିଆ। ବେଆଇନ ଗୋ ଚାଲାଣ ପାଇଁ ଆପଣଉଛନ୍ତି ନୂଆ ନୂଆ ତରିକା। କାହିଁକି ନା ଆମେ ଦେଖୁଛୁ ଯୋଉ ଚିତ୍ର, ଇଏ ଏଭଳି ଏକ ଚିତ୍ର ଯାହାକି ପେଟ୍ରୋଲ ପମ୍ପ ବା ପେଟ୍ରୋଲ ଟ୍ୟାଙ୍କର ଭିତରେ, ଆମେ ଯଦି କହିବା ପେଟ୍ରୋଲ ଟ୍ୟାଙ୍କର ଭିତରେ, ଯାହା ବିଶ୍ୱାସ ଯୋଗ୍ୟ ନୁହେଁ। କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ଭାବରେ ସତ। ଯାହା ଦେଖୁଛନ୍ତି କିଭଳି ଭାବରେ କି ପେଟ୍ରୋଲ ଟ୍ୟାଙ୍କର ଦେଖୁଛନ୍ତି, ଅରିଜିନାଲ ଟ୍ୟାଙ୍କର, କିନ୍ତୁ ତାରି ଭିତରେ ଏଇ ପେଟ୍ରୋଲ ଟ୍ୟାଙ୍କର ଭିତରେ ଗୋ ଚାଲାଣ ଚାଲିଛି। ଯେ ବେଧଡକ ଭାବେ ବେଆଇନ ଗୋ ଚାଲାଣ ବେଳେ ମାଡ଼ି ବସିଛନ୍ତି ଗୋ ରକ୍ଷକ, ଦେଖିପାରୁଥିବେ। ଏଠି ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି। ପେଟ୍ରୋଲ ଟ୍ୟାଙ୍କର ଯାହାକି ରହିଥିଲା, ଏଇ ଟ୍ୟାଙ୍କରଟି ଭୁବନେଶ୍ୱର ପଟୁ କଲିକତା ଅଭିମୁଖେ ଯାଉଥିବା ବେଳେ 16 ନମ୍ବର ଜାତୀୟ ରାଜପଥ ରହିଛି। ଭଦ୍ରକ ଜିଲ୍ଲାର ଧାମନଗର ବାରିକପୁର ଛକ ଆମେ କହିବା। ଯେ ଦେଖୁଛନ୍ତି ଅଟକ ରହିଥିବା এই ଗାଡ଼ି ଯେ ଗୋ ରକ୍ଷକ ମାନେ ଅଟକାଇଛନ୍ତି ପେଟ୍ରୋଲ ଟ୍ୟାଙ୍କର ଭିତରେ, ଯାହା ସୂଚନା ରହିଛି 35ରୁ ଅଧିକ ଗୋରୁ ଭର୍ତ୍ତି ହୋଇଥିବା ରହିଛି। ଏବଂ ସେ ଘଟଣାସ୍ଥଳ ଉତ୍ତେଜନା ମଧ୍ୟ ଦେଖାଦେଇଛି। ଏବଂ ତା ସହିତ ଉତ୍ତେଜିତ ଲୋକେ ଟ୍ୟାଙ୍କର ଭିତର ଗୋରୁ ଗୁଡ଼ିକୁ ମଧ୍ୟ ଖୋଲି ଦେଇ ତାକୁ ଉଦ୍ଧାର କରୁଛନ୍ତି। ତାରି ଭିତରେ ସୂଚନା ଅଛି 2ଟି ଗୋରୁ ମଧ୍ୟ ନଷ୍ଟ ହୋଇଯାନ୍ତି, ଯାହାକି ସୂଚନା ରହୁଛି। ଏବଂ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋ ଚାଲାଣ କରୁଥିବା ତେଲ ଟ୍ୟାଙ୍କରକୁ ଜବତ କରିଛି। ଏଇ ଦେଖୁଛନ୍ତି ସିଧାସଳଖ ତାଜା ଚିତ୍ର, ଯାହାକି ଆମେ ଦେଖୁଛୁ ଏଭଳି କିଭଳି ଭାବରେ ଚାଲୁଛି ବେଧଡକ ଗୋ ଚାଲାଣ। ବ୍ରେକ୍ ଲାଗିପାରିବନି କି ଗୋ ଚାଲାଣର? କେବେ ଲାଗିବ ବ୍ରେକ୍ ଗୋ ଚାଲାଣର? ଭୁବନେଶ୍ୱରରୁ ପ୍ରମୋଦ ପରିଡ଼ାଙ୍କ ରିପୋର୍ଟ, ସଂଘର୍ଷ ଟିଭି।